এটা কোন अलग अलग नहीं এটা গোটে না গোটে গোটে ପରିଚୟ ସସ୍ମିତା ପାତ୍ର ନୟାଗଡ଼ ଜିଲ୍ଲାରୁ ଆସିଛୁ। କଣ ପାଇଁ ଆସିଛନ୍ତି ଆଜି ଟିଏମସି ଲୋକ ଆମ ଛୁଆମାନଙ୍କୁ ବଞ୍ଚେଇବା ପାଇଁ ଆମେ ଆସିଛୁ। କଣ ଅସୁବିଧା କଣ ଅଛି? ଇଏ ହେଉଛି ମାଂସପେଶୀ ଜନିତ ରୋଗ। 5-6 ବର୍ଷରୁ ଇଏ ଆରମ୍ଭ ହୁଏ। ଆସ୍ତେ ଆସ୍ତେ ଗୋଡ଼କୁ ଧରିବ, ତାପରେ ଗୋଡ଼କୁ ଧରିଲା ପରେ ପିଲା ବସିବେ, ତାପରେ ଅଣ୍ଟା ବେଣ୍ଡ ହେଇଯିବ, ତାପର ଷ୍ଟେପ ହାତକୁ ଧରିବ, ତାପରେ ଷ୍ଟେପ ସେମାନେ ହାତରେ ମାଛିଟିଏ ବି ମଶାଟିଏ ବାଡ଼େଇ ପାରିବେନି। ଆଉ ତାପରେ ଷ୍ଟେପ ମଲ୍ଟି ଅର୍ଗାନ ଆମର ହାର୍ଟ କିଡନୀ ହାର୍ଟ ଚୋକ୍ ହେଇ ହଠାତ୍ ପିଲାଙ୍କର ଜୀବନ ଯିବ ହରି। ଆପଣଙ୍କର ଗୋଟେ ପିଲା? ନାଇଁ 2ଟା ପିଲା। ଗୋଟେ ପିଲା ବର୍ତ୍ତମାନ ଚାଲିଗଲା, ଆଉ ଗୋଟେ ପିଲା ପୁଣି ସେଇ ରୋଗରେ ପୀଡ଼ିତ। କେତେ କଷ୍ଟରେ ସେ ପିଲା କେତେ ବଡ଼ କରିଛନ୍ତି? ଆମେ 18 ବର୍ଷ ସେ ପୁଅକୁ ଟେକି ଟେକି ସବୁ କରିଛୁ, ତଥାପି ସେ ପିଲା ବଞ୍ଚିଲାନି। ଆମେ ଜାଣିଛୁ ଆମ ଛୁଆ ପ୍ରତି ଷ୍ଟେପରେ ମରି ମରି ମାନେ ବଞ୍ଚୁଛି, କିନ୍ତୁ ଆମେ ଜାଣିକି ସବୁ କରିକି କିଛି କରିପାରିବୁନି। 2 ଜଣ ଯାକ ପିଲା ସେଇ ରୋଗରେ ପୀଡ଼ିତ। ଇଏ ପିଲା କେତେ ବଡ଼ ହେଲାଣି? ଏ 10 ବର୍ଷର। କଣ ଚାହୁଁଛନ୍ତି ଆପଣ? ଆମେ ଚାହୁଁଛୁ ଯେ ଭାରତ ସରକାର ଆଉ ଉଭୟ ଓଡ଼ିଶା ସରକାର ଆଉ ମେଡିସିନଟା ଯୋଉଟା କି ବେଶୀ କଷ୍ଟ ମେଡିସିନଟା ଆମେରିକା ଲଣ୍ଡନରେ ସେ ମେଡିସିନଟା ମିଳୁଛି, ସେ ମେଡିସିନଟା ଆଣିକି ଆମ ପିଲାମାନଙ୍କୁ ଦିଆଯାଉ, ଆମ ପିଲାମାନଙ୍କୁ ବଞ୍ଚେଇ ଦିଅନ୍ତୁ। ଏ ବାବଦରେ ସରକାରକୁ ଜଣେଇଛନ୍ତି ଆପଣ? ସରକାରକୁ ଜଣେଇଛୁ। ସରକାର ସହାୟତା କିଛି ମିଳିଛି? ମିଳିଥିଲା ସହାୟତା, ପୂର୍ବତନ ସରକାର ସହାୟତା ଦେଇଥିଲେ, କିନ୍ତୁ ଆମେ ଚାହୁଁଛୁ ଯେ ମେଡିସିନ ଆସୁ, ଆମ ପିଲାମାନଙ୍କୁ ବଞ୍ଚେଇ ଦିଆଯାଉ। ଯେଉଁ ପର୍ଯ୍ୟନ୍ତ ମେଡିସିନ ଆସିନି ସେ ପର୍ଯ୍ୟନ୍ତ ଆମ ପିଲାମାନଙ୍କୁ ମାନେ ଯୋଉ ଇଏ କରିକି ରଖାଯାଉ। ଏମାନଙ୍କ ପାଇଁ କମ୍ପଲସରି ଯୋଉ ଫିଜିଓଥେରାପି, ତାପରେ ଏମାନଙ୍କର ଆଇସ ଦରକାର, ସବୁ ପ୍ରକାର ଏମାନଙ୍କ ଟ୍ରିଟମେଣ୍ଟ ଦରକାର। ସେଗୁଡ଼ା ଆମେ ତ ମଧ୍ୟବିତ୍ତ ପରିବାର ଆମେ କରିପାରିବୁନୁ। ନାଇଁ କିଛି ନାହିଁ। ଏମାନଙ୍କର 15-20 ହଜାର ଟଙ୍କା ଦରକାର, ଆମେ ଆଣିବୁ କୋଉଠୁ? ଏମାନଙ୍କ ପିଛାରେ ତ ବାପା ଆମେ ରହିଲୁ, ଆମେ କୋଉଠୁ ଆଣିବୁ ଯେ ଆମ ପିଲାମାନଙ୍କୁ ଆମେ ମେଡିସିନ ଆସିଲା ପର୍ଯ୍ୟନ୍ତ ବଞ୍ଚେଇ ରଖିବୁ? ସରକାରଙ୍କୁ ଆମ ଦାବି, କାନି ପତେଇ ଭିକ ମାଗୁଛୁ ଯେ ଆପଣ ମାନଙ୍କ ଜରିଆରେ ଏଇ ପିଲାମାନଙ୍କୁ ବଞ୍ଚେଇ ଦିଅନ୍ତୁ, ଔଷଧ ଆଣିକି ପିଲାମାନଙ୍କୁ ଦିଅନ୍ତୁ। ଏ ପିଲାମାନେ ଅନ୍ୟ ପିଲାଙ୍କ ଭଳି ହସିବେ ଖେଳିବେ, ଯେମିତି ସମସ୍ତଙ୍କ ଆଗରେ ସମାନ ହେଇପାରିବେ। ବିଭାଗୀୟ ମନ୍ତ୍ରୀ କି ଦେଖା କରିଥିଲେ? ହଁ, ସ୍ୱାସ୍ଥ୍ୟ ମନ୍ତ୍ରୀ ଦେଖା କିଛି ଆମର ଗ୍ରୁପରୁ ସବୁ ଦେଖା କରିଥିଲେ ମହାଲିଙ୍ଗ। ଆମର ମୁଖ୍ୟ ହେଲେ ଆମେ ଯାହାଙ୍କ ପରିଚାଳନାରେ ଆଜି ଏଇ ଜାଗାରେ ଠିଆ ହେଉଛୁ, ସିଏ ହେଉଛନ୍ତି ମୁଖ୍ୟ ବସନ୍ତ ସାରେ, ବିଷ୍ଣୁ ସାରେ, ଶ୍ରୀକାନ୍ତ ସାରେ, ରତନ ସାରେ, ଦିନେଶ ସାରେ। ଏମାନଙ୍କ ପରିଚାଳନାରେ ଆମେ ଆଜି ଏଇ ଜାଗାରେ ଠିଆ ହେଇଛୁ, ନହେଲେ ନିଜକୁ ଆମେ ଏକା ଭାବୁଥିଲୁ। ଆମ ପଛରେ କେହି ନାହାନ୍ତି, କିନ୍ତୁ ଏଇମାନଙ୍କ ସାହାଯ୍ୟରେ ଆମେ ଏଇ ପର୍ଯ୍ୟନ୍ତ ପହଞ୍ଚି ପାରିଛୁ। ସରକାରଙ୍କୁ ଆମେ କାନି ପତେ ଭିକ ମାଗୁଛୁ ଯେ ସ୍ୱତନ୍ତ୍ର ଆମ ଓଡ଼ିଶାରେ ଏମିତି ଡିଏମଡି ଗୋଟେ ମେଡିକାଲ ଖୋଲାଯାଉ, ଯୋଉଥିରେ ଫିଜିଓଥେରାପି ଥିବ, ଅକ୍ସିଜେନ ସବୁ ପ୍ରକାର ଟ୍ରିଟମେଣ୍ଟ ଥିବ। ଏମିତିକି ମେଡିକାଲ ପହଞ୍ଚୁ ପହଞ୍ଚୁ ଆମ ପିଲାମାନଙ୍କର ଜୀବନ ଯାଉଛି। ନାଇଁ ବେଡ୍ ନାହିଁ, ଇଏ ନାହିଁ, ଡକ୍ଟର ମାନେ ଏମିତି ବାର କଥା କହୁଛନ୍ତି। ତେଣୁ କଲିକତା ଯିବା ପାଇଁ ଆମେ ସମ୍ବଳ ନାହିଁ, ଏ ଛୁଆଙ୍କୁ ଟେକିକି କଲିକତା ନେଇପାରିବୁ, କିନ୍ତୁ ଏମ୍ସରେ ସବୁ ପ୍ରକାର ସୁବିଧା ଦିଆଯାଉ। ବର୍ଷକୁ ଥରେ ଇକୋ ଇସିଜି ଏମାନଙ୍କର ସବୁ ଟେଷ୍ଟ କରାଯାଉଛି, ଆମ ପାଖରେ ପଇସା ବି ନାହିଁ, ତେଣୁ ସେଇଟା କରାଯାଉ। ଏମ୍ସରେ ସ୍ୱତନ୍ତ୍ର ଡିଏମଡି ପାଇଁ ଗୋଟେ ମେଡିକାଲ ଖୋଲାଯାଉ ଆମ ଓଡ଼ିଶାରେ। ସରକାର ଯଦି ନ ଶୁଣିବେ ଆପଣମାନଙ୍କ କଥା, ଆମେ ରାଜସ୍ଥାନରେ ଏମିତି ଆମେ ସୁଇସାଇଡ୍ କରିବୁ। ବସନ୍ତ କୁମାର ମହାନ୍ତି ବରଗଡ଼ରୁ ଆସିଛି। এই ডিএমডি এসোসিয়েসনর সম্পাদক অছি এবং আজি আমার যে রেলি এই ডিএমডি হচ্ছে গোটে বিরল রোগ। এই রোগরে পীড়িত ছুয়া মানଙ୍କର জীবনশৈলীটা গোটে অন্য প্রকার বহুত দুঃখদায়ক, যেটা কি প্রত্যেক মাতা পিতা আমি অনুভব করে পারুছু। ছুয়া মানଙ୍କର এমতি অবস্থা হয়ে যাই যে দেহরে মাছি গোটে মশা যদি পড়লে মানে তাকে ঘোড়াইবা মানে তাঁর হাত উঠুনি। এই পরিস্থিতি আমি তাঁকু রখিছু এবং অনেক গুড়িয়ে পরিশ্রম করিকি বহু দুঃখরে আমি জীবন যাপন করছি। यार प्राइवेट संस्था नुह, ये गोटे संस्था तैयारी होती डीएमडी गोटे विरल रोग जोटा कि आगुरी जना नाला। आम मान प्रचेषार आम धीरे धीरे कि 10 ରୁ 15 15 ରୁ 20 बर्तमान ओडिशा रे आम जानवा भितर 300 ରୁ 400 छुआ अच्छा, ता भर आहरी अनेक गुड़ी अच्छा। 1995 यार गोटे सर्भे आसाला जोटा कि 5000 छुआ बोलिकी आम गोटे रिपोर्ट पाइलु এবং সে পর্যন্ত সেতবেলে জানি নথিলু যে ডিএমডি গোটে কোণ। এবে যেহেতু জনা পড়লা অল ওভার
वार्ड रे एदिपे परेशान माने समस्ते परिश्रम रे अछंती ओडिशार सब पिला आसन ना ऑल ओडिशा रे छुआ आछंती प्रत्येक डिस्ट्रिक्ट ये संस्था कोठी अछि ओडिशा संस्था अछि कटक आम रखीचु आम गोटे संस्था प्राइवेट संस्था गोटे गठन करिचु एवं से संस्था विभिन्न माने आम व्हाट्सएप ग्रुप करिकी आम समस्त को जोगाजोग करिकी आम संस्था माध्यम रे समस्त को अवगत करछु ये छुए गोटे विरल रोग ए रोग रे आक्रांत छुआ मानकर फिजियोथेरापी केवल करा होउची एवं यार कोनसी मेडिसिन भारत वर्ष रे नाही।